ନମସ୍କାର। ଗୋଟେ କଥା ଦେଖିକି ମତେ ବି ଆଶ୍ଚର୍ଯ୍ୟ ଲାଗିଲା। ସେଦିନ ସୋମବାର ଥାଏ, ମନ୍ଦିରରେ ବହୁତ ଭିଡ଼ ଥାଏ। ଲୋକମାନେ ଲାଇନ ଲଗେଇକି ଛିଡା ହେଇଥାନ୍ତି। ଗୋଟେ ଭିକାରୀ ସେଇ ବାଟ ଦେଇକି ଯାଉଥାଏ। ଗୋଟେ ଲୋକ ତାକୁ ଡାକ ପକେଇଲା, ଭିକାରୀ ଭିକାରୀ ନିଅ। ସେ ଖୁସିରେ ପଳେଇଲା। ଲୋକଟି ତାକୁ 10 ଟଙ୍କାର ଗୋଟେ ନୋଟ ଦେଇଦେଲା। ସକାଳୁ ସକାଳୁ ଯଦି ଗୋଟେ ଭିକାରୀକୁ 10 ଟଙ୍କାର ନୋଟ ମିଳିଯାଏ, ତାହେଲେ ତ ସେ ନିଶ୍ଚିତ ଭାବରେ ଖୁସି ହବ ନା। ତା ପରଦିନ ସେଇ ପଟ ଦେଇକି ସେ ଯାଉଥାଏ, ଦେଖିଲା ଲୋକଟି ପୁଣି ଆଉଥରେ ମନ୍ଦିର ଆଗରେ ମୁଣ୍ଡିଆ ମାରୁଛି। ସିଏ ତା ପାଖରେ ଯାଇକି କହିଲା, ବାବୁ ମତେ କିଛି ଖାଇବାକୁ ଦିଅନ୍ତୁ, ନହେଲେ କିଛି ପଇସା ଦିଅନ୍ତୁ। ଲୋକଟା ଚିଡ଼ିକି କହିଲା, କାଲି ତତେ 10 ଟଙ୍କା ଦେଇଥିଲି, ଆଜି କଣ 20 ଟଙ୍କା ଦେବି ନା 50 ଟଙ୍କା ଦେବି? ଯା ନିଜେ କାମ କରିକି ପଇସା ଇନକମ କର। ସେଠି ମତେ ଦେଖିକି ଆଶ୍ଚର୍ଯ୍ୟ ଲାଗିଲା ଲୋକଙ୍କର ବ୍ୟବହାରକୁ। ଯୋଉ ଲୋକ ସୋମବାର ଦିନ 10 ଟଙ୍କା ଯାଚିକି ଦଉଥିଲା, ମଙ୍ଗଳବାର ସେଇ 10 ଟଙ୍କା ଦେବା ପାଇଁ ତାକୁ କଷ୍ଟ ହଉଛି। କାରଣ ସେଇଟା ଦାନ ପୁଣ୍ୟର ଦିନ ନଥିଲା କି? ଆଜିକାଲି ଲୋକମାନେ ସେୟା ହିଁ କରନ୍ତି। ଯୋଉ ଦିନ ଭଲ ଦିନ ଦେଖିକି ଦାନ ପୁଣ୍ୟ କରନ୍ତି, କିନ୍ତୁ ଅନ୍ୟ ଦିନ ସେମାନେ ନା ଭାବନ୍ତି ଦାନ କଲେ ପୁଣ୍ୟଟା କମିଯିବ। ଭାଇ, ଦାନ କରିବାର ଅଛି, ଯଦି କାହାକୁ ସାହାଯ୍ୟ କରିବାକୁ ଅଛି ନା, ତାହେଲେ ସବୁଦିନ କରନ୍ତୁ ନା। ଭଲ ମନ୍ଦ ଦିନ ଦେଖିକି କାହିଁକି କରୁଛନ୍ତି? ହିସାବ ନା ଆପଣଙ୍କର ଏଠି ହୁଏନି, ହିସାବ ନା ଉପରେ ହୁଏ, ଉପର ବାଲା କରେ। ଆପଣ କୌଣସି ଜିନିଷ ଯଦି ମନରୁ ଦଉଛନ୍ତି ନା, ରିଟର୍ଣ୍ଣଟା ଅଲଗା ପ୍ରକାର ହିଁ ଆସିବ। ରିଟର୍ଣ୍ଣଟା କେବେ ଖରାପ ଆସିବନି। ସେଥିପାଇଁ କି ଯେତେବେଳେ କାହାକୁ ସାହାଯ୍ୟ କରୁଛନ୍ତି, ନିଜ ହୃଦୟରୁ ସାହାଯ୍ୟ କରୁଛନ୍ତି, ପୁଣ୍ୟ କମେଇବା ପାଇଁ କେବେ ସାହାଯ୍ୟ କରନ୍ତୁନି। କାରଣ ସେଟା ଦାନରେ ଯାଏନି, ସେଇଟା ଆପଣଙ୍କର ପାପରେ ଗଣା ହୁଏ। ସେଥିପାଇଁ କି ପୁଣ୍ୟ ଗୋଟେ ଦିନ ନୁହେଁ, ସବୁଦିନ କରିବା ଉଚିତ। ରାଧେ ରାଧେ।